पुओ कहला बापांकु कहला बापा बाइक चाबी दियो मते कॉलेज जीवाक पड़िबो। बापा कहले काहेकि बाइक रे पुओ जदि ମୁଁ 1 ଲକ୍ଷ ଟଙ୍କା ଗାଡ଼ିରେ ଯାଏ ବାପା ତେବେ ମୋର ପ୍ରେଷ୍ଟିଜ୍ ବଢ଼ିବ। ବାପା କହିଲେ 10 ଟଙ୍କା ନେଇ ରୋଡରେ 30 ଲକ୍ଷ ଟଙ୍କାର ବସ୍ ଯାଏ ସେଥିରେ କଲେଜ ଚାଲିଯିବୁ ତେବେ ତୋର ପ୍ରେଷ୍ଟିଜ୍ ଆହୁରି ବଢ଼ିଯିବ। ଶାଶୁ କହିଲେ ବୋହୂ ଏପରି ଚା ତିଆରି କର ଯେ ମୁଁ ତାକୁ ପିଇବା ମାତ୍ରେ ମୋର ମନ ଆଉ ଶରୀର ନାଚିବାକୁ ଲାଗିବ। ବୋହୂ କହିଲା କିନ୍ତୁ ମା ଆମ ଘରେ ଗାଈର କ୍ଷୀର ଅଛି ସାପର କ୍ଷୀର ନୁହେଁ ଯେ ତୁମେ ନାଗିନ ଡ୍ୟାନ୍ସ କରିବ। ସ୍ତ୍ରୀ କହିଲେ ତୁମେ ମୋ ବାପା ମାଙ୍କ ଘରକୁ ଯାଉଛ ତେଣୁ ସେଠାରେ ଝଗଡା କରିବ ନାହିଁ ଯାହା ହେଲେ ବି ସେଇଟା ମୋ ବାପ ଘର ନା। ସ୍ୱାମୀ କହିଲେ କଣ ଆଉ ଏଇଟା କଣ ମୋ ବାପାଙ୍କ ଘର କୁରୁକ୍ଷେତ୍ର ଯେ ତୁମେ ଏଠାରେ ପ୍ରତିଦିନ ମହାଭାରତ କରୁଛ। ସ୍ତ୍ରୀ କହିଲେ ମୋତେ ତୁମେ ଦୁଇଟି କଥା କୁହ ଯାହା ମଧ୍ୟରୁ ଗୋଟିଏ କଥା ମୋତେ ଖୁସି କରିଦେବ ଏବଂ ଅନ୍ୟ କଥାଟି ମୋତେ ରଗେଇ ଦେବ। ସ୍ୱାମୀ କହିଲେ ପ୍ରଥମ କଥାଟି ହେଲା ତୁମେ ମୋର ଜୀବନ ଏବଂ ଦ୍ୱିତୀୟ କଥାଟି ହେଲା ଏପରି ଜୀବନ କାହାକୁ କେବେ ନ ମିଳୁ। ସ୍ୱାମୀ କହିଲେ ବହୁତ ସମୟ ଧରି ସ୍ତ୍ରୀକୁ ଘର ବାହାରେ ଅପେକ୍ଷା କରି ରହିଥିଲେ। ସ୍ୱାମୀ କହିଲେ ରିୟା ତୁମେ ରେଡି ହେବାକୁ ଆଉ କେତେ ସମୟ ନେବ। ସ୍ତ୍ରୀ କହିଲେ ତୁମେ କାହିଁକି ଚିତ୍କାର କରୁଛ ମୁଁ ତୁମକୁ ଅଧଘଣ୍ଟା ହେଲା କହୁଛି ଯେ ମୁଁ 2 ମିନିଟ୍ ପରେ ଆସୁଛି ତୁମେ ବୁଝିପାରୁନାହଁ। ଏବେ ତୁମେ କୁହ ବିଚାରା ସ୍ୱାମୀ କଣ କରିବା ଉଚିତ। ଦିଅର କହିଲେ ଭାଉଜ ତୁମେ ଏତେ ଭଲ ଚିଙ୍ଗୁଡ଼ି ଛେଚା କିପରି ତିଆରି କର। ଭାଉଜ କହିଲେ ଏହାକୁ ତିଆରି କରିବା ସମୟରେ ମୁଁ ତୁମ ଭାଇଙ୍କ କଥା ମନେ ପକାଏ ଏହାକୁ ଛେଚିବା ସହଜ ହୋଇଯାଏ। ସାଙ୍ଗମାନେ ଆଶା କରୁଛି ମୋର ଏହି ଜୋକ୍ସ ଗୁଡ଼ିକ ଆପଣମାନଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ନିହାତି କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।